ପିଲାମାନେ, ଅତିବଡ଼ି ଜଗନ୍ନାଥ ଦାସଙ୍କର ବିରଚିତ ଓଡ଼ିଆ ଭାଗବତରୁ ଆନ୍ୱିତ ବର୍ଷା କବିତା, ଯାହା ତୁମମାନଙ୍କ ସାହିତ୍ୟ ବହିରେ ତୃତୀୟ ପାଠ ହିସାବରେ ରହିଛି। କବିତାଟିର ସୁର, ତାଳ, ଲୟ ଏବଂ ମାର୍ମିକ ଅର୍ଥ ଆଧାରରେ ଆମେ ଆଲୋଚନା କରିଛନ୍ତି। ତତ୍ସହିତ କବିତାଟିକୁ କେତେକାଂଶରେ ପ୍ରଶ୍ନ ଉତ୍ତର ଆଲୋଚନା ସହ ସମାପ୍ତ କରିଛନ୍ତି। ପିଲାମାନେ, ଏହି କବିତାକୁ ଆହୁରି ସରସ ସୁନ୍ଦର କରି ବୁଝିବା ନିମନ୍ତେ ଆମମାନଙ୍କୁ କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଯିବାକୁ ପଡ଼ିବ। ପିଲାମାନେ, ତୁମ ସାହିତ୍ୟ ବହିରେ ଅନେକ ଗୁଡ଼ିଏ କାର୍ଯ୍ୟ ସହିତ ପ୍ରଶ୍ନ ଉତ୍ତର ଆଲୋଚନା ପାଇଁ ସୁଯୋଗ ରହିଛି। ଆମେମାନେ ଏହି ଭିଡ଼ିଓରେ ସେଥିରେ ଥିବା କେତେ ଗୁଡ଼ିଏ ପ୍ରଶ୍ନକୁ ନେଇ ଆଲୋଚନା କରିବା, ସେଗୁଡ଼ିକର ଉତ୍ତର ଏହି କବିତାରୁ ଖୋଜିବା। ତତ୍ସହିତ ଏହି କବିତାରେ ଅନେକ ନୂଆ ନୂଆ କଥା ମଧ୍ୟ ଜାଣିପାରିବା। ତମେମାନେ ଏଥର ପ୍ରସ୍ତୁତ ହେଇଯାଅ। ଆମେ ଯିବା ଆଜିର ଆଲୋଚନା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ, କବିତା ବର୍ଷା। ଠିକ୍ ଅଛି ପିଲାମାନେ, ବର୍ତ୍ତମାନ ଆମେ ଆଜିର ଆଲୋଚନାର ପ୍ରଥମ ପ୍ରଶ୍ନକୁ ଯିବା। ପ୍ରଥମ ପ୍ରଶ୍ନ ରହିଛି, ଶବ୍ଦ ଏକ ଅର୍ଥ ଅନେକ। ଗୋଟିଏ ଶବ୍ଦ, ତାର ଅନେକ ଗୁଡ଼ିଏ ଅର୍ଥ ରହିଛି। ଆମେ ଦେଖିବା ସେ ଶବ୍ଦ ଗୁଡ଼ିକ କ'ଣ। କବିତାଟିର ଗୋଟିଏ ପାଦକୁ ଆସ ପଢ଼ିବା। ଏଥିରେ ଲେଖା ଅଛି, ଘୋର ଶବଦେ ମେଘମାଳ, ଗର୍ଜିଣ ବରସନ୍ତି ଜଳ। ମେଘମାଳ କେମିତି ଜଳବର୍ଷା କରୁଥିଲେ? ଘୋର ଶବଦରେ, ଘଡ଼ଘଡ଼ି ଶବ୍ଦ ସହିତ। ଠିକ୍ ଅଛି ପିଲାମାନେ, ଏହି ପାଦଟିକୁ ଆମମାନେ ପଢ଼ିଲେ। ଏବେ ଆଲୋଚନାକୁ ଯିବା। ପଦଟିରେ ଜଳ ବରସିବା କଥା କୁହାଯାଇଛି, ନୁହେଁ କି? ହଁ, ପଦଟିରେ ଜଳ ବରସିବା କଥା କୁହାଯାଇଛି। ବରସିବା ଶବ୍ଦ ଅନେକ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ବ୍ୟବହାର ହୋଇପାରେ। ଯେମିତିକି ଧନ ବରସିବା, ଅର୍ଥାତ୍ ପ୍ରଚୁର ଧନ ପ୍ରାପ୍ତ ହେବା। ଫୁଲ ବରସିବା, ଅର୍ଥାତ୍ ପ୍ରଚୁର ଫୁଲ ଉପରେ ପଡ଼ିବା, ମଣିଷ ଉପରେ ପଡ଼ିବା। କୁହାଯାଇପାରିବ, ତୋ ଉପରେ ପ୍ରଚୁର ଫୁଲ ବର୍ଷା ହେଉଛି, ଅର୍ଥାତ୍ ମଣିଷ ଉପରେ ପଡ଼ୁଛି ଫୁଲ। ଫୁଲ ପଡ଼ିବାଟା ବର୍ଷା ପରି ଅନୁଭବ ହୁଏ। ବର୍ଷା ଯେମିତି ବିକ୍ଷିପ୍ତ ହୋଇ ପଡ଼େ, ଫୁଲ ଯଦି ସେମିତି ବିକ୍ଷିପ୍ତ ହୋଇ ପଡ଼ିବ ଉପରେ, ତାକୁ କହିବା ଫୁଲର ବର୍ଷା। ବେଳେବେଳେ ଆକାଶରୁ କୁଆପଥର ହୁଏ, ଆମେ ତାକୁ କହୁ କୁଆପଥର ବରସିବା ବା କୁଆପଥର ବର୍ଷା। ତମେମାନେ ଶିମିଳି ତୁଳା ଗଛ ପାଖକୁ ଯାଇଛ ତୁମ ଗାଁରେ? ଯେତେବେଳେ ହାଲକା ପବନ ହେଇଯିବ, ଶିମିଳି ତୁଳା ଖରା ଆଉ ଥଣ୍ଡା ପାଇ ଫାଟି ଯାଇଥିବ, ସେଥିରୁ ତୁଳା ଗୁଡ଼ିକ ଉପରୁ ଉଡ଼ି ଉଡ଼ି ତଳକୁ ଆସୁଥିବେ, ସତେ ଯେମିତି ତୁଳା ବର୍ଷା ହେଉଛି। ଠିକ୍ ଅଛି, ମୁଁ ଗୋଟିଏ ସୁନ୍ଦର ଉଦାହରଣ ଦେବି। ତୁମେ ଛାତ ଉପରକୁ ଚାଲିଯିବ। ଛାତ ଉପରୁ ଯାଇ ତୁମ ଗାଁରେ କରଞ୍ଜ ଫୁଲ ଅଛି, କରଞ୍ଜ ଫୁଲ ଗୋଟେ ଝୁଡ଼ିରେ ନେଇଯିବ। ତଳେ ତୁମ ସାଙ୍ଗମାନେ ଖେଳୁଥିବେ, ତୁମେ କରଞ୍ଜ ଫୁଲକୁ ଛାତ ଉପରୁ ଥାଇ ତଳକୁ ଫିଙ୍ଗିବ। ଠିକ୍ ବର୍ଷା ହେଲା ପରେ ସେଗୁଡ଼ିକ ଆସି ଟପ୍ ଟାପ୍ ଭୂମିରେ ପଡ଼ିବ, ତୁମ ସାଙ୍ଗମାନଙ୍କ ଉପରେ ପଡ଼ିବ। ସାଙ୍ଗମାନେ କ'ଣ କହିବେ? ଆମ ଉପରେ ଫୁଲ ବର୍ଷା ହେଲା। ବରସିବା ଶବ୍ଦ ସେମିତି ବ୍ୟବହାର କରାଯାଏ। ସେଇଭଳି ବରସିବା ଶବ୍ଦକୁ ନେଇ ଅନ୍ୟ କେଉଁ ପ୍ରକାରର ବ୍ୟବହାର କରିହେବ, ଚିନ୍ତା କରି କେତୋଟି ବାକ୍ୟ ଲେଖ। ଇଏ ହେଉଛି ତୁମମାନଙ୍କ ପାଇଁ ସୂଚନା। ମନେ ରହିଲା? କଥାଟି ତମମାନେ ମଧ୍ୟ ବୁଝିପାରିଲ। ଆମେ ବର୍ତ୍ତମାନ ଦେଖିବା ଏହି ବରସିବା ଶବ୍ଦ ଆମେ କେଉଁ କେଉଁ ସ୍ଥାନରେ ବ୍ୟବହାର କରିପାରିବା। ଦେଖ, ସୁଖ ବରସିବା, ଅର୍ଥାତ୍ ସୁଖ ବର୍ଷା ହୋଇ ଝରୁଛି। ଆମେ ତାକୁ ବୁଝିବା। ମନେକର ଗୋଟିଏ ପରିବାର ଖୁବ୍ ସୁଖ ଶାନ୍ତିରେ ଚଳୁଛନ୍ତି, ବା ଗୋଟିଏ ରାଜ୍ୟ ଦୁଃଖ କ'ଣ ଭୁଲି ଯାଇଛି, ସୁଖରେ ଚଳୁଛି, ବା ଆମର ଭାରତର ସମସ୍ତ ଜନସାଧାରଣ ସୁଖରେ ବଞ୍ଚିଛନ୍ତି। ଆମେ କହିବା ଭାରତ ଉପରେ ସୁଖ ବରସୁଛି। ଆମେ କହିପାରିବା ଓଡ଼ିଶା ଉପରେ ସୁଖ ବରସୁଛି। ଆମେ କହିପାରିବା ତାଙ୍କ ପରିବାର ଉପରେ ବା ଆମ ପରିବାର ଉପରେ ବା ଆମ ବନ୍ଧୁର ପରିବାର ଉପରେ ସୁଖ ବରସୁଛି। ସୁଖ ବରସିବା ଅର୍ଥ ଏହା। ପିଲାମାନେ, ଦ୍ୱିତୀୟ କଥାକୁ ଯିବା। ଦ୍ୱିତୀୟ ଶବ୍ଦଟି ରହିଛି ଆଶୀର୍ବାଦ। ତାକୁ ବରସିବା ଲଗେଇଲେ ଆଶୀର୍ବାଦ ବରସିବା, ଅର୍ଥାତ୍ ଆଶୀର୍ବାଦ ବର୍ଷା ରୂପରେ ଝଡ଼ି ପଡ଼ୁଛି, ବର୍ଷା ଭଳି, ଅର୍ଥାତ୍ ଅନେକ ଆଶୀର୍ବାଦ ମିଳୁଛି। ଏଇଆ ହେଉଛି ତାର ମାର୍ମିକ ଅର୍ଥ। ଆମେ ସେଇଟାକୁ କ'ଣ କହିବା ପିଲାମାନେ? ଆମେ କହିବା ସେଇ ଛାତ୍ରମାନଙ୍କ ଉପରେ ଗୁରୁମାନଙ୍କର ଆଶୀର୍ବାଦ ବରସୁଛି। ସେ ଛାତ୍ରମାନେ ଖୁବ୍ ସୁନ୍ଦର ପଢ଼ନ୍ତି, ଗୁରୁ ଗୁରୁମା ତାଙ୍କୁ ଖୁବ୍ ଭଲ ପାଆନ୍ତି, ସେମାନେ ଆଶୀର୍ବାଦ ଦିଅନ୍ତି।
ଆଶୀର୍ବାଦ ଏତେ ପରିମାଣରେ ହେଇଯାଇଛି ତାହା ବର୍ଷା ପରି ଅନୁଭବ ହେଉଛି। ଯେମିତି ବର୍ଷା ଟୋପା ଟୋପା ପଡ଼େ ସେମିତି ଆଶୀର୍ବାଦ ଅସଂଖ୍ୟ ଭାବରେ ଝରି ପଡୁଛି ପିଲାମାନଙ୍କ ଉପରେ। କହିବା ଆଶୀର୍ବାଦ ବରସିବା। ଏ କଥାକୁ ଆମେମାନେ ବୁଝିଲେ। କ୍ଷମା ବରସିବା, ଏହା ବହୁ କମ୍ ବ୍ୟବହାର କରାଯାଏ, କିନ୍ତୁ ବ୍ୟବହାର କରିବା ଭୁଲ ନୁହେଁ। କ୍ଷମା ବରସିବା, କ୍ଷମା ବରସି ପଡୁଛି। ସେ ବ୍ୟକ୍ତିଟି ଏତେ ଦୟାଳୁ, ଏତେ କ୍ଷମାଶୀଳ, ସମସ୍ତଙ୍କ ଉପରେ କ୍ଷମା ବର୍ଷା କରନ୍ତି। ଅର୍ଥାତ୍ କାହାକୁ ସେ ଦଣ୍ଡ ଦିଅନ୍ତି ନାହିଁ, ସମସ୍ତଙ୍କ ଉପରେ ସେ କ୍ଷମା ବର୍ଷା କରନ୍ତି। ଦୟାଳୁ ମଣିଷ, ସ୍ନେହୀ, ଭଲ ମଣିଷ ଜଣେ। ତାଙ୍କ ପାଖରୁ ସମସ୍ତଙ୍କ ପାଇଁ କ୍ଷମା ବର୍ଷା ହୁଏ, କ୍ଷମା ବରସି ପଡ଼ିଥାଏ ସମସ୍ତଙ୍କ ଉପରେ। ଏ କଥାଟି ବୁଝିଲେ ଆମେ ପିଲାମାନେ। ପରବର୍ତ୍ତୀ ଶବ୍ଦକୁ ଯିବା, କୃପା ବରସିବା। କୃପା ହେଲା ଦୟା। ଏ ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟକୁ ଦୟା କରନ୍ତି, ଅନ୍ୟକୁ ସାହାଯ୍ୟ ସହଯୋଗ ମଧ୍ୟ କରନ୍ତି। ଆଉ ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନଙ୍କୁ କୃପା ପ୍ରାପ୍ତ ମଣିଷ କୁହାଯାଏ। ସେମାନେ କୃପା ପ୍ରାପ୍ତ ହେଲେ, ଅତଏବ ସେମାନଙ୍କ ଉପରେ କୃପା ବରସିଲା। ସେମାନେ ଦୁଃଖରେ ଥିଲେ, କୃପା ସେମାନଙ୍କ ଉପରେ ବରସିଲା, ସେମାନେ ଭଲରେ ରହିଲେ। ଯଦି ଆମେ ବର୍ଷା ଋତୁକୁ ଯୋଡ଼ି କହିବା, ବର୍ଷା ଋତୁରେ ଆକାଶ ମାର୍ଗରୁ କୃପା ବରସିଲା, ଅର୍ଥାତ୍ ବର୍ଷା ଟୋପା ବରସିଲା। ଅର୍ଥାତ୍ ଆମେ ଏମିତି କହିବା, ପୁରାଣକୁ ଯଦି ଯୋଡ଼ିବା, ଇନ୍ଦ୍ରଦେବ କୃପା ବର୍ଷା କଲେ, ଇନ୍ଦ୍ରଦେବଙ୍କ କୃପା ବରସିଲା। ଅର୍ଥାତ୍ ଇନ୍ଦ୍ରଦେବ ଦୟା ହୋଇ କରି ବର୍ଷା ଢାଳିଲେ, ପୃଥିବୀ ପୃଷ୍ଠରେ ବର୍ଷା ଆସି ପହଞ୍ଚିଲା। ଏହି କଥା କୁହାଯାଇପାରିବ। ଶାନ୍ତି ବରସିବା, ଠିକ୍ ସେମିତି ଗୋଟିଏ ଅଞ୍ଚଳର ଲୋକ ଶାନ୍ତିରେ ଜୀବନଯାପନ କରୁଛନ୍ତି, ଆମେ ତାକୁ ଏମିତି କହନ୍ତି, ସେଠାରେ ଶାନ୍ତି ବିରାଜମାନ କରିଛି, ସେଠାରେ ଶାନ୍ତି ଘର କରି ରହିଛି। ସୁଖ ଶାନ୍ତି, ବୁଝିପାରୁଛ ତ ପିଲାମାନେ? ସୁଖ ଶାନ୍ତି, ନିଷ୍କଣ୍ଟକ, ଦୁଃଖ ନାହିଁ, ଆନନ୍ଦରେ ଯାହା ପାରୁଛନ୍ତି ସେତକରେ ସନ୍ତୁଷ୍ଟ ହୋଇ ମଣିଷ ବଞ୍ଚିଛନ୍ତି, ତାଙ୍କୁ ଶାନ୍ତିରେ ବଞ୍ଚିବା କୁହାଯାଏ। ଆମେ କ'ଣ କହିବା ବାକ୍ୟରେ? ସତେ ଯେମିତି ସେଇ ଗାଁରେ ଶାନ୍ତି ବର୍ଷା ହେଉଛି, ଶାନ୍ତି ବରସିଛି। ସତେ ଯେମିତି ଓଡ଼ିଶା ଉପରେ ଶାନ୍ତି ବରସିଛି, ସତେ ଯେମିତି ଭାରତବର୍ଷର ଲୋକମାନଙ୍କ ଉପରେ ଶାନ୍ତି ବର୍ଷା ହେଉଛି ବା ଶାନ୍ତି ବରସିଛି। ଆମେ ଏ କଥା କହିଲେ ଠିକ୍ ଅଛି ପିଲାମାନେ। ପରବର୍ତ୍ତୀ ଶବ୍ଦକୁ ଯିବା। କ'ଣ ଅଛି? ଦୟା। ଦୟା ବରସିବା, ଦୟା ବର୍ଷା ହେବା। ଗୁରୁଦେବ ଦୟା ବର୍ଷା କଲେ, ଶିଷ୍ୟମାନଙ୍କ ଉପରେ ଗୁରୁଦେବଙ୍କର ଦୟା ବରସିଲା। ଅର୍ଥାତ୍ ସେମାନଙ୍କ ଉପରେ ଦୟା କଲେ, ତାଙ୍କୁ କିଛି ଦୟାକରି ଦେଲେ, ଦୟା ବରସିବା। ଏକଥା ବୁଝିପାରିଲେ ଆମେ? ଜ୍ଞାନ ବର୍ଷା, ଜ୍ଞାନର ବର୍ଷା ହେବା। ଅର୍ଥାତ୍ ଲୋକମାନଙ୍କ ପାଖରୁ ଯେତେବେଳେ ବୁଝାମଣା ଭଲ ହୁଏ, ସେତେବେଳେ ଆମେ କହୁଁ ସେ ଲୋକମାନେ ଖୁବ୍ ଜ୍ଞାନୀ। ସେ ଅଞ୍ଚଳରେ ସତେ ଯେମିତି ଜ୍ଞାନ ବର୍ଷା ହେଉଛି, ସେ ଲୋକମାନଙ୍କ ଉପରେ ଜ୍ଞାନ ବର୍ଷି ଯାଇଛି, ବରସି ଯାଇଛି। ଜ୍ଞାନ ବର୍ଷି ଯାଇଛି ବା ବରସି ଯାଇଛି। ଠିକ୍ ଅଛି ପିଲାମାନେ। ଆଦର ବରସିବା, ସେ ଲୋକ ପାଖରୁ ଆଦର ବର୍ଷା ହୁଏ, ସବୁବେଳେ ଆଦରର ବର୍ଷା ହୁଏ। ଅର୍ଥାତ୍ ସେ ଲୋକଟି ଅନ୍ୟମାନଙ୍କୁ ଖୁବ୍ ଆଦର କରନ୍ତି, ସେ ଭାରି ସ୍ନେହୀ। ସେ ଅନ୍ୟମାନଙ୍କୁ ଏତେ ଆଦର କରନ୍ତି ଯେ ଆମେ ତାଙ୍କୁ କହିପାରିବା ସେ ଲୋକ ପାଖରୁ ସବୁବେଳେ ଆଦର ବର୍ଷା ହୁଏ। ଅର୍ଥାତ୍ ସେ ସମସ୍ତଙ୍କ ପାଇଁ ଭଲ, ସେ ସମସ୍ତଙ୍କୁ ଆଦର ପ୍ରକାଶ କରନ୍ତି, ସମସ୍ତଙ୍କୁ ଭଲ ପାଆନ୍ତି, ସମସ୍ତଙ୍କୁ ନିଜର କରିନିଅନ୍ତି। ତେଣୁ ଆମେ ତାଙ୍କୁ କହିବା ପାଇଁ ଆଦର ଶବ୍ଦ ବ୍ୟବହାର କରି ବର୍ଷା ଯୋଡ଼ି କହିପାରିବା, ସେ ଜଣେ ଏମିତି ବ୍ୟକ୍ତି ତାଙ୍କ ପାଖରୁ ସବୁବେଳେ ଆଦର ବରସୁଥାଏ। ତ ପିଲାମାନେ ଏମିତି ଭାବରେ ବରସିବା ଶବ୍ଦକୁ ବ୍ୟବହାର କରିବା ଏବଂ ଆମେ ବାକ୍ୟ ରଚନା କରିପାରିବା, ଖୁବ୍ ସୁନ୍ଦର ଲାଗିବ। ଆଚ୍ଛା, ତମେମାନେ କହିଲ, କବିତାରେ ଏଇ ବରସିବା ଶବ୍ଦ ଆମକୁ କେତେ କଥା ଶିଖେଇଲା? ଏମିତି ଟିକି ଟିକି କଥାକୁ ଯଦି ଆମେ ଚିନ୍ତା କରିବା, ଆଲୋଚନା ପର୍ଯ୍ୟାଲୋଚନା କରିବା, ତାହେଲେ ଅନେକ କଥା ଜାଣିପାରିବା, ନୁହେଁ କି? ଆଚ୍ଛା, ହଁ, ତମେମାନେ ମନେ ରଖ, ତମେ ଏଇ ବରସିବା ଶବ୍ଦକୁ ନେଇ ଅନେକ ଗୁଡ଼ିଏ ଶବ୍ଦ ତିଆରି କରିବ, ଠିକ୍ ଅଛି, ଏବଂ ବାକ୍ୟରେ ପରିଣତ କରିବ। ଆହୁରି ସୁନ୍ଦର ଭାବରେ ତୁମେ ସାହିତ୍ୟକୁ ପ୍ରକାଶ କରିପାରିବ ଏବଂ ସାହିତ୍ୟ ପ୍ରତି ରୁଚି ତୁମର ଧୀରେ ଧୀରେ ବଢ଼ିବାକୁ ଲାଗିବ। ଠିକ୍ ଅଛି ପିଲାମାନେ, ଆମେ ଏବେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏ ପ୍ରଶ୍ନଟିକୁ ଟିକେ ପଢ଼ିବା। କବିତାରେ ଦିଆଯାଇଥିବା ପାଣି ଶବ୍ଦର ଅର୍ଥ ଜଳ। ପାଣିରେ ଅନ୍ୟ ଏକ ଅର୍ଥ ହେଉଛି ହାତ। ତାହେଲେ ପାଣିର ଗୋଟିଏ ଅର୍ଥ କ'ଣ? ଜଳ। ପାଣିର ଆଉ ଏକ ଅର୍ଥ କ'ଣ? ହାତ। ଆମେ କହନ୍ତିନି କି ବିଣା ପାଣି
ତାକୁ ଭାଗ କରିକି ଆମେ କୁହନ୍ତି ବୀଣା ପାଣିରେ ଯାହାର ମାତା ସରସ୍ୱତୀଙ୍କ ନାମ। ସରସ୍ୱତୀଙ୍କ ହାତରେ କ'ଣ ଥାଏ? ବୀଣା ଥାଏ। ତାଙ୍କ ହାତରେ ବୀଣା ଥିବାରୁ ତାଙ୍କ ନାଁ ବୀଣା ପାଣି। ପାଣି ଅର୍ଥ ହାତ। ଠିକ୍ ଏଇଠି ସେମିତି ବୁଝାଯାଇଛି ଜଳର ଅର୍ଥ ପାଣି ଆଉ ହାତର ଅର୍ଥ ମଧ୍ୟ ପାଣି। ଏମିତି ଆମ ଅଭିଧାନରେ ଆମ ଓଡ଼ିଆ ସାହିତ୍ୟରେ ଅନେକ ଗୁଡ଼ିଏ ଶବ୍ଦ ଅଛି ଯେଉଁ ଶବ୍ଦ ଦିଟା ଅର୍ଥ ପ୍ରକାଶ କରିଥାଏ। ସେଥିପାଇଁ କୁହାଯାଇଛି ତମେ ଗୋଟିଏ ଶବ୍ଦର ଗୋଟିଏ ଅର୍ଥ ବୁଝିବନି, ତାର ବ୍ୟବହାରଗତ ଅର୍ଥକୁ ସବୁବେଳେ ଗୁରୁତ୍ୱ ଦବ। ଏ ଶବ୍ଦଟି କେଉଁ ଭାବରେ ବ୍ୟବହାର କରେ ତମେ ମନେ ରଖିଲେ ଦେଖିବା। ପାଣି ଶବ୍ଦର ଅର୍ଥ ଜଳ, ପାଣି ଶବ୍ଦର ଅର୍ଥ ହାତ। ଆଚ୍ଛା, ଯଦି ମୁଁ ପାଣିକୁ ଗୋଟିଏ ଜଳରେ ବ୍ୟବହାର କରିପାରିବି। ପାଣିକୁ ହାତ ବ୍ୟବହାର କରିପାରିବି। ଠିକ୍ ଅଛି। ଏଇଭଳି ଅନେକ ଅର୍ଥ ପାଇଁ କବିତାରେ ଗୋଟିଏ ଗୋଟିଏ ଶବ୍ଦ ବ୍ୟବହାର ହୋଇଥାଏ। ଏହାକୁ ଭିନ୍ନାର୍ଥବୋଧକ ଶବ୍ଦ କୁହାଯାଏ। କ'ଣ କୁହାଯାଏ? ଭିନ୍ନାର୍ଥବୋଧକ ଶବ୍ଦ, ଅର୍ଥାତ୍ ଭିନ୍ନ ଯୁକ୍ତ ଅର୍ଥବୋଧକ ଶବ୍ଦ, ଭିନ୍ନାର୍ଥବୋଧକ ଶବ୍ଦ କୁହାଯାଏ। ଏଇଭଳି ଶବ୍ଦଗୁଡ଼ିକୁ ନିଜ ମନରୁ ବା ଶିକ୍ଷକଙ୍କ ଠାରୁ ବୁଝି ଲେଖ। ମୁଁ ବର୍ତ୍ତମାନ ତୁମମାନଙ୍କ ପାଇଁ ଏମିତି କିଛି ଶବ୍ଦ ରଖିଛି, ସେ ଶବ୍ଦଗୁଡ଼ିକୁ ଟିକେ ବୁଝି ନେବା। ହାତ, ପ୍ରଥମ ଶବ୍ଦଟି ଆଣିଲି କ'ଣ? ହାତ। ହାତର ଅର୍ଥ ହସ୍ତ, ହାତର ଅର୍ଥ ହାତ ବଢ଼େଇବା ବା ସହାୟତା ଦେବା, ସାହାଯ୍ୟ କରିବା। ବୁଝିହେଲା? ଗୋଟିଏ ଅର୍ଥ ହେଉଛି ହାତ ଅର୍ଥାତ୍ ହସ୍ତ, ଆମ ନିଜର ହ୍ୟାଣ୍ଡ ଇଂରାଜୀରେ କହନ୍ତି। ଆଉ ଗୋଟିଏ ଅର୍ଥ ହେଉଛି ସହାୟତା ଯୋଗାଇ ଦେବା। ହେଇଗଲା, ଦିଟା ଶବ୍ଦ ବାହାରି ପଡ଼ିଲା। ଗୋଟିଏ ଶବ୍ଦର ଅର୍ଥ ଦିଟା ହେଇଗଲା। ସେମିତି ଆଖି, ଗୋଟିଏ ହେଉଛି ଚକ୍ଷୁ, ନୟନ କହିପାରିବା, ଚକ୍ଷୁ ବା ନୟନ କହିପାରିବା। ଆଉ ଗୋଟେ ହେଉଛି ଛୁଞ୍ଚିର ଛିଦ୍ରକୁ ମଧ୍ୟ ଆଖି କହନ୍ତି। ଆଉ ଅନେକ ଜାଗାରେ ମଧ୍ୟ ନଡ଼ିଆର ଆଖି କହନ୍ତିନି କି? ପାସ୍। ଏବେ ବୁଝିହେଲା? ମୁଣ୍ଡ, ମୁଣ୍ଡର ଅର୍ଥ ମୁଣ୍ଡ ବା ମଥା। ଆମ ମଥାକୁ ମୁଣ୍ଡ କହନ୍ତି। ଆଉ ଆଗ ଅଂଶକୁ, ପ୍ରଥମ ଭାଗକୁ ଆମେ ଯୋଉଟା ସାମ୍ନାରେ ଦେଖନ୍ତି ସେଇଟାକୁ ମୁଣ୍ଡ କହନ୍ତି। ଆଚ୍ଛା, ଯେତେବେଳେ ତୁମେ ବାଣୀ ଧରିଥିବ, ସୂତା ଧରିଥିବ, ଆମେ କହନ୍ତିନି କି ଏହା ମୁଣ୍ଡପଟ, ଏହା ଅଗପଟ, ଏମିତି କହନ୍ତିନି କି? ସେମିତି ମଧ୍ୟ ବ୍ୟବହାର କରାଯାଏ। ଆଗ ଅଂଶକୁ ମୁଣ୍ଡ କୁହାଯାଏ, ପଛ ଅଂଶକୁ ଅଗ କୁହାଯାଏ। ବୁଝିହେଲା ଏଥର କଥା? ମୁହଁ, ମୁହଁର ଗୋଟିଏ ଅର୍ଥ ହେଉଛି ମୁଖ, ବା ଆଉ ଗୋଟିଏ ଅର୍ଥରେ ଆମେ ତାକୁ ବୁଝେଇ ଲେଖିପାରନ୍ତି ଆଗ ଦିଗ। ଇଏ ଘରର ମୁହଁ କେଉଁଠି? ଦୁଆର ମୁହଁ। ଠିକ୍ ଅଛି। ତୁମ ଗାଁର ମୁହଁ କେଉଁଠି? ଆଗ ଭାଗ କେଉଁଠି? ଏମିତି ହୁଏନି କି? ଗାଁର କ'ଣ ପାଟି ଅଛି କଥା କହେ? ସେଇ କଥା ନୁହଁ। ଗାଁର ପ୍ରଥମ ତାର ଏଣ୍ଟ୍ରାନ୍ସ, ତାର ଗମନ ପଥକୁ କହନ୍ତି, ଯୋଉଠି ସ୍ୱାଗତ କରେ ଗାଁ, ସେଇ ଜାଗାକୁ ମୁହଁ କହନ୍ତି। ଦେଖିଥିବ ଗୋଟେ ଗୋଟେ ଗାଁରେ ବଡ଼ ଫାଟକରେ ଥିବ, ଫାଟକରେ ଲେଖା ହେଇଥିବ ଗାଁ ନାଁ, ସେଟାକୁ ଗାଁର ମୁହଁ ବୋଲି କହନ୍ତି। ଏଠାରେ ଅଛି ମଥା, ମଥାର ଅର୍ଥ ମୁଣ୍ଡ ବା ଶୀର୍ଷ ଅଂଶ। ମୁଁ ଏହାକୁ ଆଉ ଗୋଟିଏ ଅର୍ଥରେ ଲେଖିଛି, ଏଠାରେ ମୁଣ୍ଡ ଥିଲା, ମଥା ମୁଣ୍ଡ, ଆଉ ଗୋଟେ ଅଛି ଏଠି ଯେମିତି ଆଗ ଅଂଶ, ଏଠି ଶୀର୍ଷ ଅଂଶ କୁହାଯାଏ। ମୁଁ ବାଣୀର ଉଦାହରଣ ଯୋଉ ଦେଲି ସେଟାକୁ ତୁମେ ବୁଝି ନେବ। ତାପରେ ଗୋଟେ ଶବ୍ଦ ଅଛି ଚକ। ଚକର ଅର୍ଥ ହେଉଛି ଚକ୍ର। ଆଉ ଗୋଟେ ଅର୍ଥ ହେଉଛି ଚକ ମାନେ ସ୍ଥାନ ବୋଲି କହନ୍ତି, ଚକେ ଜାଗା, ଏମିତି କହନ୍ତିନି କି? ତାପରେ ପତ୍ର, ପତ୍ରର ଗଛର ପତ୍ର। ଆଉ ଗୋଟେ ଅର୍ଥ ହେଉଛି ଚିଠି, ଚିଠିକୁ ଚିଠି ପତ୍ର କହନ୍ତି। କର, କରର ଅର୍ଥ ହାତ, କରର ଅର୍ଥ ଯୋଉ ଖଜଣା ବା ଟ୍ୟାକ୍ସ ଆମେ ଦିଅନ୍ତି, ଖଜଣା। ଏଥର ବୁଝିହେଲା? ଆଉ କିଛି ଶବ୍ଦ ତମମାନଙ୍କ ପାଇଁ ମଧ୍ୟ ରଖିଛି। ନାକ, ନାକ ଶବ୍ଦର ଅର୍ଥ ନାସା ବା ଆଗ ଭାଗ, ପାହାଡ଼ର ନାକ କୁହାଯାଏ। ଠିକ୍ ଅଛି। ଆଙ୍ଗୁଠି, ପରବର୍ତ୍ତୀ ଶବ୍ଦ ହେଉଛି ଆଙ୍ଗୁଠି। ମୁଁ ଏଠି ଆଙ୍ଗୁଠି ଲେଖିଛି, ତାକୁ ଆଙ୍ଗୁଳି ମଧ୍ୟ କହିପାରିବା, ଅଙ୍ଗୁଳି ମଧ୍ୟ କହିବା। ଅଙ୍ଗୁଳି, ଆଉ ଆଙ୍ଗୁଠିର ଅର୍ଥ ରିଙ୍ଗ ବା ମୁଦି, ମୁଦିକି ମଧ୍ୟ ଆଙ୍ଗୁଠି କୁହାଯାଏ। ଆଚ୍ଛା, କଳି, କଳିର ଅର୍ଥ ଫୁଲ କଳି, କଢ଼, ଫୁଲ କଢ଼। ଆଉ ଗୋଟିଏ ଅର୍ଥ ହେଉଛି କଳି ଯୁଗ। ତମାନେ ବୁଝିଲ? ଗଣ ମାନେ ଲୋକ, ଲୋକଙ୍କୁ ଗଣ କୁହାଯାଏ, ଏବଂ ଗଣନା କରିବାକୁ, ଗଣିବାକୁ ମଧ୍ୟ ଗଣ କୁହାଯାଏ। ଚରଣର ଅର୍ଥ ପିଲାମାନେ ପାଦ, ଆଉ ଶ୍ଲୋକର ଅଂଶ ମଧ୍ୟ ପାଦ କୁହାଯାଏ, ଯାହା ମୁଁ କବିତାରେ ବାରମ୍ବାର ତମମାନଙ୍କୁ କହିଛି। ପାଦ ଗୋଟିଏ ଗୋଟିଏ ମିଶିଗଲେ ପଦ ସୃଷ୍ଟି ହୁଏ। ମୁଖ, ମୁଖ ମୁହଁ ଆଉ ଆଗ ଭାଗ, ଶୀର୍ଷ ଅଂଶ ଏଠାରେ ଲେଖିଥିଲି, ଆଗ ଭାଗ, ଆଗ ଅଂଶକୁ ମୁହଁ ମୁଖ କୁହାଯାଏ। ତୀର, ତୀରର ଅର୍ଥ କୂଳ, ନଦୀର କୂଳ, ଆଉ ତୀରର ଅର୍ଥ ବାଣ। ଏଥର ତମମାନେ এই କଥାକୁ ଭଲ ଭାବରେ ବୁଝିପାରିଲ ପିଲାମାନେ? ଆମେ ଏବେ ପରବର୍ତ୍ତୀ ପ୍ରଶ୍ନକୁ ଯିବା।
ତମେ ମାନେ ମତେ ଏବେ କହିବ ଏ ଶବ୍ଦ ଭିତରୁ କିଏ ଅଲଗା? ପ୍ରତ୍ୟେକ ଧାଡ଼ିରେ 3ଟି ଏକ ଜାତୀୟ ଶବ୍ଦ ସହ ଗୋଟିଏ ଭିନ୍ନ ଜାତିର ଶବ୍ଦ ମିଶି ରହିଛି। ଭିନ୍ନ ଜାତୀୟ ଶବ୍ଦଟିକୁ ଅଲଗା କରି ଲେଖିବାକୁ ହେବ। ଏହା ହେଉଛି ତୁମମାନଙ୍କ ପାଇଁ ସୂଚନା। ପ୍ରଥମ ଶବ୍ଦ 4ଟି ହେଉଛି ବର୍ଷା, ବିଜୁଳି, ଗିରିଶିଖ, ପବନ। ବର୍ଷା, ବିଜୁଳି, ପବନ ପ୍ରାକୃତିକ କଥା। ଗିରିଶିଖଟା ହେଉଛି ପାହାଡ଼ର ଅଗ୍ରଭାଗ। ତେଣୁ ଇଏ ଅଲଗା। ଦେଖିବା କିଏ ଅଲଗା? ଠିକ୍ କହିଲ, ଅଲଗା। ଏଠାରେ କ'ଣ ଅଛି ପିଲାମାନେ? ମଣ୍ଡୁକ, ମୟୂର, ଖଦ୍ୟତ, ଛତୁ। ଛତୁ ଅଲଗା କାହିଁକି ହେବ? ମଣ୍ଡୁକ ହେଲା ବେଙ୍ଗ, ଇଏ ହେଲେ ମୟୂର, ଇଏ ହେଲେ ଜୁଳୁଜୁଳିଆ ପୋକ। କିନ୍ତୁ ଛତୁ ସେମାନଙ୍କ ପରି ନୁହଁ, ସେ ଅଲଗା, ଛତୁ ଅଲଗା। ଠିକ୍ ଅଛି। ପରବର୍ତ୍ତୀ କଥାକୁ ଯିବା। ଗ୍ରୀଷ୍ମ କାଳ, ବର୍ଷା କାଳ, ଅତୀତ କାଳ, ବସନ୍ତ କାଳ। ବସନ୍ତ କାଳ ଏକ ଋତୁ, ଗ୍ରୀଷ୍ମ ଋତୁ, ବର୍ଷା ଋତୁ। ଅତୀତ କାଳ ସେମାନଙ୍କ ପରି ନୁହେଁ, ତେଣୁ ଅଲଗା। ଏବେ ବୁଝିହେଲା? ଏଇଭଳି ଭାବରେ ତୁମେ ଅଲଗା ଶବ୍ଦକୁ ମଧ୍ୟ ବାହାର କରିପାରିବ। ଏଇଠି ଗୋଟିଏ ସୁନ୍ଦର ଚିତ୍ର ତୁମମାନଙ୍କ ପାଇଁ ଅଛି। ତୁମମାନେ ଦେଖ, ଇଂରାଜୀରେ ତାର ନାମ ସବୁ ମୁଁ ପ୍ରଥମରୁ ଲେଖିକି ରଖିଛି। TABLA ତବଲା, VEENA ବୀଣା, ଟିମ୍ପାନି, ଏଠାରେ ଅଛି ଟିମ୍ପାନି, ଏଠାରେ ଡ୍ରମ୍ ଅଛି, ଏଠାରେ ଏକତାରା ଅଛି, ଢୋଲକ, ହାରମୋନିୟମ, ମୃଦଙ୍ଗମ, ଢୋଲକ, ଟାମ୍ବରିନ୍। ଏତିକି। ଏହାର ଓଡ଼ିଆ ନାମ ଗୁଡ଼ିକ ଆମେ କହିବା। ପ୍ରଥମଟିର ନାମ କ'ଣ? ବୀଣା। ଜାଣିପାରିଲେ? ଓଡ଼ିଆ ଲେଖା ଆସିଲା। ଦ୍ୱିତୀୟଟିକୁ ଯିବା ତବଲା, ତୃତୀୟଟିକୁ ଯିବା ମାଦଳ, ଏହାକୁ ମୃଦଙ୍ଗ କହନ୍ତି, ଏହାକୁ ସେଇ ହାରମୋନିୟମ କହନ୍ତି। ଏହା ହେଉଛି ଢୋଲ। 3 ପ୍ରକାରର ଢୋଲ ଅଛି। ଛୋଟ ଢୋଲକୁ ଆମେ କହିବା ଢୋଲକ ବା ଢୋଲକି, ଆଉ ଏପଟେ ଯୋଉ ଢୋଲ ଅଛି ଏକୁ ରଙ୍ଗ ଢୋଲ ଆମେ କହୁ, ଆଞ୍ଚଳିକ ଭାବରେ ରଙ୍ଗ ଢୋଲ କହୁ। ଇଏ ହେଉଛି ଖଞ୍ଜଣି, ଆଉ ଏଇଠି ହେଉଛି ଏକତାରା। ଏଥର ତମେ ମାନେ ଇଏ ବାଦ୍ୟଯନ୍ତ୍ର ଗୁଡ଼ିକୁ ଜାଣିପାରିଲ? ଠିକ୍ ଅଛି ପିଲାମାନେ। ଏହି ବିଷୟରେ ଆହୁରି ଅନେକ ପ୍ରଶ୍ନ ଅଛି ପିଲାମାନେ, ସେଗୁଡ଼ିକୁ ଆମେ ପରବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିବା। ବର୍ତ୍ତମାନ ଆମେ ବର୍ଷା କବିତାଟିକୁ ଆଉଥରେ ମନ ଦେଇ ଶୁଣିନେବା। ସେଥିରେ ଥିବା ଭାବ, ରସ, ସୁର, ତାଳ, ଲୟକୁ ବୁଝି ନେବା ଏବଂ ଆମେ ଯେଉଁ ପ୍ରଶ୍ନ ସବୁ ଆଲୋଚନା କଲେ ସେଇ ପ୍ରଶ୍ନ ଗୁଡ଼ିକ କେଉଁ କେଉଁ ପଂକ୍ତିରେ ଅଛି ସେଗୁଡ଼ିକ ମଧ୍ୟ ବିଚାର କରିନେବା, ଯାହାଦ୍ୱାରା ଆମେ ଆଉ ଟିକେ ଭଲ ଭାବରେ କବିତାଟିକୁ ବୁଝିପାରିବା। ତାହେଲେ ଆମେ କବିତାଟିକୁ ଶୁଣିନେବା। ଆସ। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା, ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର। ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ। ମହିମଣ୍ଡଳ ଦୁଃଖ ଚାହିଁ, ଜଳ ଛାଡ଼ିଲା ତୋଷ ହୋଇ। ଘୋର ଶବଦେ ମେଘମାଳ, ଗର୍ଜିନ ବରଷନ୍ତି ଜଳ। ପ୍ରାଣୀ ଜୀବନ ଜଳ ରାଶି, କରୁଣା ଚିତ୍ତରେ ବରସି। ପୃଥିବୀର ବି ତେଜ ଗ୍ରାସେ, ତାପିତ ଥିଲା ଅଷ୍ଟମାସେ। ଜଳ ପାଇଲା ତୋଷ ଚିତେ, ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଚିହ୍ନେ ପାଇ, ଭୁଞ୍ଜନ୍ତି ଅତି ସୁଖୀ ହୋଇ। ଖଦ୍ୟତ କୀଟ ନିଶା ମୁଖେ, ଜଗତ ଆବରିଲେ ସୁଖେ। ମଣ୍ଡୁକେ ମେଘ ନାଦ ଶୁଣି, ଗର୍ଜନ୍ତି ଆବରିଣ ପାଣି। ଅଳପ ନଦୀ ପୁରିଲେ, ଲହରୀ ମତେ ଉଛୁଳିଲେ। ନାନା ପ୍ରକାରେ ଶସ୍ୟ ରାଶି, ଏଣେ ପୂରିତ ମହିଦିଶି। ଛତୁ ଯେ ଛତ୍ର ପ୍ରାୟ ହୋଇ, ରାଜାର ପ୍ରାୟ ଦିଶେ ମହି। ମୟୂରେ ଗିରି ଶିଖେ ଥାଇ, ନୃତ୍ୟ କରନ୍ତି ମେଘେ ଚାହିଁ।
ଅତିଥି ଦେଖି ଭକ୍ତ ଜନେ ଯେସ ନଏ ତୋଷ ହୁଅନ୍ତି ମନେ। ହଁ ପିଲାମାନେ, ପ୍ରଶ୍ନ ଉତ୍ତର ଖୁବ୍ ସୁନ୍ଦର ଭାବରେ ଆଲୋଚିତ ହେଲା ଏବଂ ଏଥିସହିତ କବିତାଟିକୁ ମଧ୍ୟ ଆମେମାନେ ଭଲ ଭାବରେ ଶୁଣିଲେ। ପ୍ରଶ୍ନ ଉତ୍ତର କବିତାର ଯେଉଁ ଅଂଶରେ ରହିଛି ତାକୁ ମଧ୍ୟ ଆମେମାନେ ମନେ ପକାଇ ନେଲେ। ଏଥିସହିତ ଭାବ, ରସ ଏବଂ ପ୍ରକୃତି ବର୍ଣ୍ଣନାକୁ ମଧ୍ୟ ଆମେ ଉପଭୋଗ କରିନେଲେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତରୁ ଆସିଥିବା ଏହି ବର୍ଷା କବିତା ନବାକ୍ଷରୀ ଛନ୍ଦ ବୋଲି ଆମେ ମଧ୍ୟ ବୁଝି ନେଇ ସାରିଲେଣି। ଅର୍ଥାତ୍ ଏଥିରେ ପ୍ରତ୍ୟେକଟି ପାଦରେ 9ଟି ଅକ୍ଷର ରହିଛି, 2ଟି ପାଦକୁ ନେଇ ଗୋଟିଏ ପଦ ସୃଷ୍ଟି ହୋଇଛି। এই କଥା ମଧ୍ୟ ଆମେ ବୁଝି ସାରିଲେଣି। ପ୍ରକୃତିରେ ବର୍ଷା କେଡ଼େ ସୁନ୍ଦର ଶୋଭା ଆଣିଦେଇଥାଏ ସେ କଥାକୁ ମଧ୍ୟ ଆମେ ବୁଝିଲେଣି। ତତ୍ସହିତ କବି ପ୍ରକୃତିରେ ଘଟିଥିବା ବିଭିନ୍ନ ଘଟଣାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି, ଯଥା ଆକାଶରେ ମେଘମାଳା, ମୟୂର ଏବଂ ଛତୁ। ଏସବୁର ଶୋଭାକୁ ମଧ୍ୟ ଆମେ ବୁଝି ସାରିଲେଣି। ଆମ ମନରେ ଏବେ ଅନେକ କଥା ଉଠି ଆସୁଛି ଯେ ଆମେ ଏପରି ଭାବରେ କବିତା ଲେଖିପାରିବା କି ନାହିଁ। ନିଶ୍ଚିତ ଭାବରେ ପିଲାମାନେ ତମେ ଏହାର ଭାବକୁ ବୁଝିବ, ଭାଷାକୁ ପ୍ରକାଶ କରିବା ପାଇଁ କବିତା ମଧ୍ୟ ଲେଖିପାରିବ। ପିଲାମାନେ, ଏହିପରି ଅନେକ ଗୁଡ଼ିଏ କବିତା ତମମାନେ ପଢ଼ିଲେ ତମମାନଙ୍କର ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ ଏବଂ ତମମାନେ ଭଲ ଭାବରେ ମଧ୍ୟ ନିଜେ ଲେଖିପାରିବ। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଆମର ଭିଡ଼ିଓ ଏତିକି। ଅନେକ ଗୁଡ଼ିଏ ପ୍ରଶ୍ନ ମଧ୍ୟ ଆଲୋଚନା କରିବା ପାଇଁ ରହିଛି। ଆମେ ସେଗୁଡ଼ିକୁ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ଏହି ଭିଡ଼ିଓରେ ଯାହା ଶିଖିଲ ତାକୁ ତମମାନେ ନିଶ୍ଚୟ ମନେ ରଖିବ। ତମମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇ ରହୁଛି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।